ଝାରସୁଗୁଡ଼ାରୁ ସମ୍ବଲପୁର ଯାଉଥିବା ରାସ୍ତାରେ ଖିଣ୍ଡାଚକ ନିକଟରେ ସାତଗଛିଆ ନାମରେ ଏକ ପ୍ରାଚୀନ ଏବଂ ପୂଜ୍ୟ ଶକ୍ତିପୀଠ ଅଛି। ଝାରସୁଗୁଡ଼ାରୁ ପ୍ରାୟ 21 କିଲୋମିଟର ଏବଂ ସମ୍ବଲପୁରରୁ ପ୍ରାୟ 36 କିଲୋମିଟର ଦୂରରେ ଅବସ୍ଥିତ। ଏହି ପବିତ୍ର ସ୍ଥାନଟି 7ଟି ବଡ଼ ଗଛ ଏକାଠି ଠିଆ ହୋଇଥିବାରୁ ଏହାର ନାମକରଣ ହୋଇଛି ସାତଗଛିଆ। ସ୍ଥାନୀୟ ପରମ୍ପରା ଅନୁଯାୟୀ ଏହି 7ଟି ଗଛ 7 ଭଉଣୀ ଦେବୀଙ୍କ ବାସସ୍ଥାନ, ଯେଉଁମାନେ ପିଢ଼ି ପରେ ପିଢ଼ି ଧରି ଏଠାରେ ପୂଜା ପାଇ ଆସୁଛନ୍ତି। ସେମାନଙ୍କ ମଧ୍ୟରୁ ମୁଖ୍ୟ ଦେବୀ ହେଉଛନ୍ତି ବନଦୁର୍ଗା, ଯାହାଙ୍କ କଲା ଗ୍ରାନାଇଟ୍ ମୂର୍ତ୍ତି ରମ୍ପେଲା ଗ୍ରାମର ପ୍ରାଚୀନ ବନଦୁର୍ଗା ମନ୍ଦିରରୁ ଅଣାଯାଇଥିଲା, ଯାହା ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ପାଣି ତଳେ ବୁଡ଼ି ରହିଛି। ସାତଗଛିଆରେ ଭକ୍ତମାନେ ଦେବୀଙ୍କ 10ଟି ରୂପକୁ ପୂଜା କରନ୍ତି, 7ଟି କ୍ୟାତିଆନ ଏବଂ 3ଟି ରଣଚଣ୍ଡୀ। ବିଶ୍ୱାସ କରାଯାଏ ଯେ ବନଦୁର୍ଗା ପ୍ରଥମେ ଏହି ସ୍ଥାନରେ ଆବିର୍ଭାବ ହୋଇଥିଲେ ଏବଂ ପରେ ଲପଙ୍ଗା ଗ୍ରାମରେ ଏକ ମନ୍ଦିର ନିର୍ମାଣ କରାଯାଇଥିଲା, ଯେଉଁଠାରେ ତାଙ୍କୁ ସ୍ଥାନାନ୍ତରିତ କରାଯାଇ ରାମଚଣ୍ଡୀ ଭାବରେ ପୂଜା କରାଯାଉଛି। ବାର୍ଷିକ ବଳିଯାତ୍ରା ସମୟରେ ଏକ ଗଭୀର ପ୍ରତୀକାତ୍ମକ ପୂଜା ଅନୁଷ୍ଠିତ ହୁଏ। ଜଣେ ମନୋନୀତ ଗ୍ରାମବାସୀଙ୍କୁ ବନଦୁର୍ଗା ପାଖରେ ଏକ ପବିତ୍ର ବେଦୀ ଉପରେ ବିଧିବଦ୍ଧ ଭାବରେ ମାଙ୍କ ଦିବ୍ୟ ଶକ୍ତି ତାଙ୍କ ମଧ୍ୟରେ ପ୍ରବେଶ କରାଯାଇ ଜାଗ୍ରତ କରାଯାଇଥାଏ। ଏହାପରେ ସେ ଗ୍ରାମ ସାରା ଏକ ଶୋଭାଯାତ୍ରା ମାଧ୍ୟମରେ ଦେବୀଙ୍କ ଆଶୀର୍ବାଦ ପ୍ରଦାନ କରାଯାଇଥାଏ। ନବଦୁର୍ଗା ମନ୍ଦିରରେ ମୁଖ୍ୟ ପୂଜା ଆରମ୍ଭ ହେବା ପୂର୍ବରୁ ପୁରୋହିତ ପ୍ରଥମେ ବେଦୀରେ ଥିବା ରଣଚଣ୍ଡୀର ପୂଜା କରିଥାନ୍ତି। ଲୋକକଥା ଅନୁଯାୟୀ ସ୍ଥାନୀୟ ବୀର ସୁରେନ୍ଦ୍ର ସାହେବ ଘୋଡ଼ାରେ ବସି ସମ୍ବଲପୁର ଯାତ୍ରା କରିବା ପୂର୍ବରୁ ସର୍ବଦା ଦେବୀଙ୍କ ଆଶୀର୍ବାଦ ପାଇଁ ଏହି ସାତଗଛିଆରେ ପୂଜା କରୁଥିଲେ। ମନ୍ଦିର ନିକଟରେ ଏକଦା ଏକ ଗୁପ୍ତ ସୁଡ଼ଙ୍ଗ ଥିଲା, ଯାହା ସମ୍ବଲପୁର ଓ ଉର୍ଗୁଣା ପାହାଡ଼କୁ ସଂଯୋଗ କରୁଥିଲା, ଯାହାକୁ ବର୍ତ୍ତମାନ ବୁଢ଼ାରଜା ପାହାଡ଼ ଭାବରେ ଜଣାଶୁଣା। ଦେବୀଙ୍କ ଦିବ୍ୟ କୃପାରୁ ବୀର ସୁରେନ୍ଦ୍ର ସାହେବ ପ୍ରଚୁର ଶକ୍ତି ହାସଲ କରିଥିଲେ ଏବଂ ନିର୍ଭୀକ ଭାବରେ ତାଙ୍କ ଶତ୍ରୁମାନଙ୍କ ସହିତ ଲଢ଼ିଥିଲେ ବୋଲି କୁହାଯାଏ। ଆଉ ଏକ କାହାଣୀ ରେଙ୍ଗାଲିର ତତ୍କାଳୀନ ତହସିଲଦାର ରଘୁନାଥ ମହାନ୍ତିଙ୍କ ବିଷୟରେ କହେ, ଯିଏ ଥରେ ଖିଣ୍ଡାକୁ କୌଣସି କାମ ପାଇଁ ଆସିଥିଲେ। ତାଙ୍କ ଯାତ୍ରା ସମୟରେ ଦେବୀ ତାଙ୍କୁ ଦର୍ଶନ ଦେଇ କହିଲେ, ତୁମେ ସମସ୍ତଙ୍କୁ ଜମି ଦିଅ, ମୋତେ ମଧ୍ୟ ଜମି ଦେବ ନାହିଁ କି? ଏହି ଦିବ୍ୟ ନିବେଦନ ମାଧ୍ୟମରେ ଦେବୀ ସାତଗଛିଆରେ ସ୍ଥାୟୀ ଭାବରେ ରହିବା ପାଇଁ ଭୂମି ଅନୁରୋଧ କରିଥିଲେ, ଯାହା ସେବେଠାରୁ ତାଙ୍କର ଅଛି। ଆଧୁନିକ ବୈଜ୍ଞାନିକ ଅଧ୍ୟୟନ ଅନୁସାରେ ଏହି ପବିତ୍ର 7ଟି ଗଛ ପ୍ରାୟ 1200 ବର୍ଷରୁ ଅଧିକ ପୁରୁଣା, ଯାହା ଅଗଣିତ ପ୍ରାର୍ଥନା, କିମ୍ବଦନ୍ତୀ ଏବଂ ପୂଜାପାଠର ନୀରବ ସାକ୍ଷୀ। ଏହି ସ୍ଥାନରେ ଏକ ଯଜ୍ଞ ମଣ୍ଡପ ନିର୍ମାଣ କରାଯାଇଛି। 1993 ମସିହାରୁ ପଣ୍ଡିତ ବିଶ୍ୱଜିତ ନନ୍ଦ ଶର୍ମାଙ୍କ ତତ୍ତ୍ୱାବଧାନରେ ପ୍ରତିଦିନ ପୂଜାପାଠ ଏବଂ ସ୍ୱତନ୍ତ୍ର ଉତ୍ସବ ପରିଚାଳନା କରାଯାଇ ଆସୁଅଛି। ପ୍ରତିବର୍ଷ ଆଶ୍ୱିନ ଏବଂ ଚୈତ୍ର ମାସରେ ମହାନ ହୋମଯଜ୍ଞ ଆୟୋଜନ କରାଯାଇଥାଏ, ଯେଉଁଥିରେ ବିଶ୍ୱଶାନ୍ତି, ଗୀତା, ଚଣ୍ଡୀ, ରୁଦ୍ରୀ ଆଦି ଯଜ୍ଞ କରାଯାଇଥାଏ। ଏହି ଉତ୍ସବ ଗୁଡ଼ିକ ଆଶୀର୍ବାଦ, ଆଧ୍ୟାତ୍ମିକ ଶାନ୍ତି ଏବଂ ଇଚ୍ଛା ପୂରଣ ପାଇଁ ଶହ ଶହ ଭକ୍ତଙ୍କୁ ଆକର୍ଷିତ କରେ। ସାତଗଛିଆ ପୀଠର ପବିତ୍ର ଶକ୍ତି ଅଗଣିତ ଭକ୍ତଙ୍କୁ ଅନୁପ୍ରାଣିତ କରି ଚାଲିଛି। ଏକ ଧାର୍ମିକ ସ୍ଥଳ ହେବା ବ୍ୟତୀତ ଏହା ବିଶ୍ୱାସ, ଇତିହାସ ଏବଂ ପ୍ରକୃତି ଏବଂ ଆଧ୍ୟାତ୍ମିକତା ମଧ୍ୟରେ ଗଭୀର ସମ୍ପର୍କର ଏକ ଜୀବନ୍ତ ପ୍ରତୀକ। ଏହି ପ୍ରାଚୀନ ବୃକ୍ଷଗୁଡ଼ିକର ଛାଇରେ 7 ଭଉଣୀ ଦେବୀଙ୍କ କିମ୍ବଦନ୍ତୀ ଜୀବିତ ରହିଛି। ପଶ୍ଚିମ ଓଡ଼ିଶାର ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ଆତ୍ମାକୁ ଆଗାମୀ ପିଢ଼ି ପାଇଁ ଜୀବିତ ରଖି